ଆମ ଗୃହିଣୀମାନଙ୍କ ପାଇଁ ଜରୁରୀ ଟିପ୍। ଘଣ୍ଟାକର କାମ ଆମେ କେମିତି ମିନିଟ୍ରେ କରିପାରିବା, ତା ସହିତ ଆମେ କେମିତି ମନି ସେଭିଂ କରିପାରିବା। ନମସ୍କାର, କୁକ୍ ୱିଥ୍ ମୁଛାନ୍ ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ତ ମୋର ପ୍ରଥମ ଟିପ୍ ହେଲା ସାଙ୍ଗମାନେ, ଯେତେବେଳେ ଆମେ ଚାଉଳ ହଉ ଅରୁଆ ଚାଉଳ ଆମେ ଯେତେବେଳେ ରଖୁଛେ, ଏମିତି ଛୋଟ ଛୋଟ ଡବାରେ ରଖୁଛନ୍ତି, ବେଶୀ ଦିନ ରହିଲା ପରେ କ'ଣ ହୁଏ ନା ସେ ପୋକ ଲାଗିଯାଏ। ଆଉ ଯେତେବେଳେ ରଖୁଛନ୍ତି ଏମିତି ଟିଣ ଡବାରେ ହିଁ ରଖିବେ। ଟିଣ ଡବାରେ ଯଦି ରଖିବା ବେଶୀ ଦିନ ଚାଉଳ ହଉ ଯାହା ହଉ ରଖୁଛନ୍ତି ବେଶୀ ଦିନ ଯିବ, ପୋକ ଲାଗିବନି, ଫିମ୍ପି ଲାଗିବନି। ତ ପ୍ଲାଷ୍ଟିକ ଡବାରେ ରଖିଲେ ଅତି ଶୀଘ୍ର ପୋକ ଲାଗିଯିବ। ତ ସେଥିପାଇଁ ଚେଷ୍ଟା କରିବେ ଏମିତି ଟିଣ ଡବାରେ ପ୍ରତ୍ୟେକ ଜିନିଷ ଜାଲି ହଉ ଚାଉଳ ହଉ ରଖିବାକୁ। ଯଦି ବସ୍ତାରେ ତ ବହୁତ ବହୁତ ରଖୁଛନ୍ତି, ସେଥିପାଇଁ ମେଡ଼ିସିନ କିମ୍ବା କୌଣସି ଘରୋଇ ମେଡ଼ିସିନ ଦେଇକରି ରଖିବେ। ତ ଏମିତି ସିଲିକନ୍ ପ୍ୟାକେଟ୍ ଗୁଡ଼ାକ ମେଡ଼ିସିନରେ ଆସେ କିମ୍ବା କୌଣସି ଏଥିରେ ଆସେ, ତ ଆମେ ତାକୁ ଫୋପାଡ଼ିବାନି। ଏମିତି ଚାଉଳ ହଉ, ବିରି ହଉ କିମ୍ବା ମୁଗ ହଉ ସେଇଥିରେ ଆମେ ଦେଇକି ଯଦି ରଖିଦେବା, କିଛି ବି ଜିନିଷଟି ଆମର ନଷ୍ଟ ହେବନି, ପୋକ ଲାଗିବନି, ଫିମ୍ପି ଲାଗିବନି। ତ ଏ ଯେଉଁ ଆସେ ଡବାରେ ଫ୍ରି ଆସେ, ଆକୁ ତ ଫିଙ୍ଗିବା ଅପେକ୍ଷା ଏମିତି ଭଲ କାମରେ ଲଗାଇବା ନିହାତି ଦରକାର। ଏଇଟା ଜାଣିଥିବା ନିହାତି ଦରକାର। ତ ଏବେ ଯିବା ନେକ୍ସଟ ଟିପ୍କୁ। ଯେତେବେଳେ ଆମେ ଗ୍ରାଇଣ୍ଡର ସଫା କରୁଛେ, ଏମିତି ବ୍ରସ୍ ଆମକୁ ନିହାତି ଦରକାର ହେଉଛି। ଆଉ ସେ ବ୍ରସ୍ଟି କ'ଣ ହୁଏ ନା, ଏମିତି ସିଧା ସିଧି ଯଦି ହେଉଛି ସେ ବ୍ରସ୍ କ'ଣ ହେଉଛି ନା ଲାଗୁଛି, ସଫା ହେଉନି। ଆକୁ ସହଜରେ କେମିତି କରିବା, ଟିକେ ଯଦି ନେଇକି ବ୍ରସ୍କୁ ଏମିତି ନିଆଁରେ ଦେଖେଇଦେବା ଆଉ ଏମିତି କରିଦେବା, ସେ ନଉଟି ଗଲେ ଆମକୁ ସହଜ ହେବ। ଯେତେବେଳେ ସଫା କରିବା ଏମିତି ସହଜ ହେବ। ଦେଖନ୍ତୁ କେତେ ସୁନ୍ଦର ଭାବରେ ସେ ଓଲଟିକିରି ବଢ଼ିଆ ଗୋଟେ ଟୁଲ୍ ତିଆରି ହେଇଗଲା। ତ ଏବେ ଯିବା ଆମେ ନେକ୍ସଟ ଟିପ୍କୁ ସାଙ୍ଗମାନେ। ଏଇଟା ବି ବହୁତ ବଢ଼ିଆ ଟିପ୍ଟେ ଅଛି, ଆଉ ଆମ ଗୃହିଣୀମାନଙ୍କ ପାଇଁ ସବୁବେଳେ ନିହାତି ଦରକାର ହୁଏ। ତ ଏଠି ମୁଁ ନେଇଛି ସାମ୍ପୋ। ଦେଖନ୍ତୁ ସାମ୍ପୋ ଟିକେ ନାଗୁରୁ ନେବା, ଟିକେ ଭିନେଗାର ନେବା। ତ ମୁଁ ଏଠି ବେଶୀ ସାମ୍ପୋ ଜମା ବି ନେଇନି, ପୁରା ଗୋଟେ ଦୁଇଟା ବୁନ୍ଦା ନେଇଛି ସାମ୍ପୋ। ତା ଦେହରେ ଟିକେ ଭିନେଗାର ପକାଇବା, ଟିକେ ଲେମ୍ବୁ ପକାଇବା, ଚେନେ ଲେମ୍ବୁ ଏଇଠି ପକାଇଲି। ଆଉ ଏଥିରେ ଦେବା ବେକିଂ ସୋଡ଼ା। ଦେଖନ୍ତୁ ଦେବା ମାତ୍ରେ କେମିତି ସେ ଭୁରଭୁର ହେଇଗଲା, ଫେଣ ହେଇଗଲା। ଆଉ ଏଇଟା ବହୁତ ବଢ଼ିଆ ଜିନିଷଟେ ଆମର ତିଆରି ହେଉଛି। ଦେଖନ୍ତୁ କ୍ଲିନିଂ କରିବାକୁ ଆମକୁ ଗ୍ରାଇଣ୍ଡରଟା ଦେଖନ୍ତୁ ପୁରା ଛାଡ଼ୁନି, ହାତରେ ଦଳିଲେ ବି ସେ ଏଇ ଯେଉଁ ଅସନା ଗୁଡ଼ା ଏତେ ଲାଖିକି ରହିଛି, ମୁଁ ତାକୁ ଯେତେବେଳେ ପୋଛିଲି ବି ସେ ଛାଡ଼ିଲାନି। ତ ଏଇ ଯେଉଁ କ୍ଲିନରଟା ତିଆରି କରିଛି ଏଇଟା ଲଗେଇଦେବା। ଦେଖନ୍ତୁ ସବୁଆଡ଼େ ଭଲ ଭାବରେ ଲଗେଇଦେବା। ଏମିତିଆ ବ୍ରସ୍ ନେଇକି ତା ଭିତର ପଟେ ସବୁବେଳେ ଲଗେଇଦେବା। ତ ଯେତେବେଳେ ଆମେ ସଫା କରୁଛେ, ଯେକୌଣସି ଜିନିଷଟା ଆମେ ସଫା କରୁଛେ, ସିଏ କ'ଣ ହୁଏ ନା ଛାଡ଼େନି, ଆମକୁ ବହୁତ ବିରକ୍ତି ଲାଗେ। ଆଉ ତ ସବୁବେଳେ ଆମେ ଭାବୁଥିବା କେମିତି ଅତି ସହଜରେ ଆମ ଜିନିଷଟି ସଫା ହେଇଯାଉ, କମ୍ ସମୟ ଭିତରେ ଆଉ କମ୍ ଖର୍ଚ୍ଚରେ ମଧ୍ୟ। ତ ସେଇ ଜିନିଷଟି ଏଇଠି ହିଁ ପାଇପାରିଲେ ଆମେ। ଏଇ ଯେଉଁ କ୍ଲିନରଟା ତିଆରି ହେଇଛି, କିଛି ବି ଖର୍ଚ୍ଚ ନାହିଁ ୟାଦେହରେ। ଘରେ ଥିବା ଜିନିଷ ଟିକେ ଟିକେ ପକେଇକି ଆମକୁ ସଫା କରିବାର ଅଛି। ଦେଖନ୍ତୁ ସବୁଆଡ଼େ ଲଗେଇକି 5 ମିନିଟ୍ ପର୍ଯ୍ୟନ୍ତ ରଖିଦେବା ମାନେ 2 ଥର 3 ଥର ପର୍ଯ୍ୟନ୍ତ ଲଗେଇଦେବା। ପୁଣି ଟିକେ ଯେମିତି ଶୁଖିଯିବ ପୁଣି ଲଗେଇଦେବା, 2-3 ଥର ଲଗେଇଦେଇ 5 ମିନିଟ୍ ଯେତେବେଳେ ରଖିଦେବା, ଦେଖିବେ କେତେ ସୁନ୍ଦର ଭାବରେ ସଫା ହେଇଯିବ। ଆଉ ଏମିତି ହିଁ ଦେଖନ୍ତୁ ଯେଉଁ ଟୁଲ୍ଟି ମୁଁ ତିଆରି କରିଥିଲି ବ୍ରସ୍ରେ, ତା ଦେହରେ ବି ସଫା କଲି, ସେଥିରେ ବି ଭଲ କି ସଫା ହେବନି। ଆମେ ତାକୁ ଆହୁରି ପୁରା ସହଜରେ କେମିତି ସଫା କରିପାରିବା। ଦେଖନ୍ତୁ ସେଇ ବ୍ରସ୍ର ତାର ନାଡ଼ ପଟରେ କ'ଣ କରିବା, ପଛପଟେ ଏମିତି ଯେକୌଣସି କପଡ଼ା, ଏମିତି ପତଳା କପଡ଼ା ଗୁରେଇ ଦେବା, ବାନ୍ଧିଦେବା ଭଲକରି। ତାପରେ ଯେତେବେଳେ ଆମେ ଏଇଟାକୁ ନେଇକି ସେଇ କପଡ଼ାରେ ପୁଣି ତାକୁ ସେଇ କ୍ଲିନରରେ ବୁଡ଼େଇକି ଦେଖନ୍ତୁ ଗ୍ରାଇଣ୍ଡର ତା ଭିତରଟା ଜମା ବି ସଫା ହେଇନି। ଯେତେ ବ୍ରସ୍ ଲଗେଇଲେ ବି ସେ ବ୍ରସ୍ରେ ସଫା ହେଲାନି। ଦେଖନ୍ତୁ ଏଥିରେ କେମିତି ସଫା ହେଇଯାଉଛି ଅତି ସହଜରେ, ଆଉ ପୁରା ସୁନ୍ଦର ଭାବରେ ସଫା ହେଇଯିବ। ଆପଣମାନେ ଦେଖିବେ, ସଫା ସରିଲେ ଦେଖିବେ କେତେ ସୁନ୍ଦର ଭାବରେ ପୁରା ନୂଆ ଭଳି ହେଇଯିବ। ତ ଏଇ କାମ ଆମେ ଯଦି ସହଜ କଥାଟା ଆମେ ଜାଣିନଥିବା, ତାହେଲେ ଆମେ ଏଇ କାମକୁ ପୁରା ବୋଝ ଭଳିଆ ଲାଗିବ। ଆମକୁ କରିବାକୁ ବହୁତ କଷ୍ଟ ଲାଗିବ। ଆଉ ଯେମିତି କେମିତି ଏଇଟା ସଫା ହେବ ଭାବୁଥିବା। ମୁଁ ତ ଯେତେ ସଫା କଲି, ହାତରେ ବି ତାକୁ କପଡ଼ା ଆଣିକି ସଫା କଲି, ପୋଛିଲି, ସେ ବିଲକୁଲ ବି ଛାଡ଼ିଲାନି। ଏଇ ଯେଉଁ କ୍ଲିନରଟା ଲଗେଇଦେଲି ପୁରା ବଢ଼ିଆ ଭାବରେ ଛାଡ଼ି ଯାଉଛି। ଯଦି ଆପଣଙ୍କ ଗ୍ରାଇଣ୍ଡର ଏମିତି ହିଁ ମଳି ଲାଗିଛି, ବହୁତ ଦିନ ହେଲା ସଫା ହେଇନି, ଜମା ବି ଛାଡ଼ୁନି, ଆପଣମାନେ ଏଇ କ୍ଲିନର ତିଆରି କରନ୍ତୁ, ଆପଣମାନେ ଟ୍ରାଏ କରନ୍ତୁ, ତାପରେ ଜାଣିବେ କେତେ ସହଜରେ ସଫା ହେଇଯାଉଛି। ତ ହାତ ନ ଲାଗିଲେ ବି ହେବନି। ମୁଁ କ'ଣ କଲି ନା ହାତ ଲଗେଇକି ଭଲ ଭାବରେ ଟିକେ ଯେମିତି ପୋଛିଲି, ନହେଲେ ହାତ ନ ଲାଗିଲେ କୌଣସି ଜିନିଷ ଆମର ସହଜ ହେଇପାରିବନି। ହାତ ହେଲା ଆମର ସବୁଠୁ ବେଷ୍ଟ।
ତାପରେ କ'ଣ କରିଛି ଦେଖନ୍ତୁ 5 ମିନିଟ୍ ଛାଡ଼ିକି ଏମିତି ସେଥିରେ ତ ପୋଛିଦେଲି ଭଲ ଭାବରେ। ତାପରେ ଏମିତି ଓଦା କପଡ଼ାକୁ ଭଲ ଭାବରେ ଚିପୁଡ଼ିକି ନେଇ ଆସିଲି। ବେଶୀ ତାକୁ ସଡ଼ସଡ଼ିଆ କରିବେନି, ବଢ଼ିଆ ଭାବରେ ତାକୁ ଚିପୁଡ଼ି ଦେବେ ଶୁଖିଲା କରିକି। ତାପରେ ଗ୍ରାଇଣ୍ଡରକୁ ଭଲ ଭାବରେ ଟିକେ ପୋଛି ନେବେ। ଦେଖିବେ ପୁରା ଯେମିତି ଆଗ ଭଳି ନୂଆ ଭଳି ହେଇଯିବ। ଆଉ ଏଇଟା ଅସନା ବିଲକୁଲ ବି ରହିବନି। ଦେଖନ୍ତୁ ଯେତେ ମଳି ହେଇଥାଉ, ଯେତେ ଦିନର ମଳି ହେଇଥାଉ ସେ ଛାଡ଼ିଯିବ। ଆଉ ଆମକୁ ଗ୍ରାଇଣ୍ଡର ହେଉ ଯାହା ହେଉ ଯେକୌଣସି ଜିନିଷ ଆମେ କାରବାର କରୁଛେ ଆମକୁ ସଫା କରିବାକୁ ନିହାତି ଦରକାର। ଯଦି ଆମେ ସଫା ନ କରିବା ଜିନିଷଟି ଅତି ଶୀଘ୍ର ଖରାପ ହେଇଯିବ। ସବୁ ଜିନିଷରେ ଆମେ ଯଦି ଟିକେ କେୟାର ନେବା ଜିନିଷଟି ଆମର ବହୁତ ଦିନ ତକ ଲାଷ୍ଟିଂ କରିବ। ପଛପଟ ଗୁଡ଼ା ବି ଭଲ ଭାବରେ ଏମିତି ସଫା କରିନେବା, କାରଣ ଯେତେ ସଫା କରିବା ଜିନିଷଟା ଆମର ସେତେ ସୁରକ୍ଷିତ ହେଇକି ରହିବ। ତ ଏଠି ଦେଖନ୍ତୁ କେତେ ପୁରା ନୂଆ ଭଳି ହେଇଯାଇଛି ନା, ଅତି ବଢ଼ିଆ ଭାବରେ ସଫା ହେଇଯାଇଛି। ଆଉ ସମୟ ବି ବେଶୀ ଲାଗିଲାନି, ଖର୍ଚ୍ଚ ବି ନାହିଁ। ତାପରେ ଗ୍ରାଇଣ୍ଡରକୁ ଆମେ ଏମିତି ଯେଉଁ ତାରଟା ଆମେ ପୁରା ଟାଇଟ୍ କରିକି ଭିଡ଼ିବାନି, କାରଣ ସେଇ ଯେଉଁ ଜାଗାରୁ ତାରଟା ବାହାରିଛି ସେ ଛିଣ୍ଡିଯିବ। ତାପରେ ଘୋରେଇକି ରଖିଦେବା। ତ ଏବେ ଯିବା ନେକ୍ସଟ ଟିପ୍କୁ ସାଙ୍ଗମାନେ। এইଭଳି ଜାମ୍ ବୋତଲ ଯେତେବେଳେ ଆସୁଛି କିମ୍ବା କୌଣସି ବୋତଲ ଏମିତି ଆସୁଛି, ଏଇଟା ତା ଦେହରେ ଲାଖିକି ରହିଥାଏ, ଜରିଟା ବିଲକୁଲ ବି ଛାଡ଼େନି। ତ ଟିକେ ମୁଁ ଏଠି ଦେଖନ୍ତୁ ଗରମ ପାଣି ଲଗାଇ ଦେଇଥିଲି, 2-4 ଥର ଲଗାଇ ଦେଇଥିଲି। ଦେଖନ୍ତୁ ସେ ଜରିଟା କେମିତି ଉପରୁ ଟିକେ ଟିକେ ଛାଡ଼ି ଆସିଥିଲା। ଆଉ ବେଶୀ ଗରମ ପାଣିରେ ପକାଇବାକୁ ପଡ଼ିବନି। ଯଦି ଗରମ ପାଣିରେ ପୁରା ପକାଇଦେବା ନା, ଏଇ ଯେଉଁ କାଚ ବୋତଲ ସେ ଫାଟିଯିବ, ଇଏ ପତଳା ବୋତଲ ଫାଟି ଯାଇପାରେ। ତ ସେଥିପାଇଁ ଆମକୁ ଟିକେ ଡର ଲାଗେ। ତ ମୁଁ ତାକୁ କ'ଣ କଲି ନା, ଟିକେ ଗରମ ପାଣିରେ ଅଳ୍ପ ଲଗାଇ ଦେଇଛି, ସେଇ ଯେଉଁ ଜରିଟା ଟିକେ ଉପରୁ ଉଠିଗଲା। ତାପରେ ଛୁରୀରୁ ଆମେ ଅତି ସହଜରେ ଛୁରୀରେ ଏଇଟା କାଟି ନେବା। କାହିଁକି ବାହାର କରିବା ଜରିଟି, ଯେତେବେଳେ ଆମେ ଯେକୌଣସି ଜିନିଷଟା ରଖୁଛେ କେତେ ସରିଲା କ'ଣ କଲା ଆମକୁ ନିହାତି ଦେଖିବା ଦରକାର। ଆଉ ବଢ଼ିଆ ସଫା କରିଦେଲେ ଭଲ ଲାଗିବ ଟିକେ। ତ ଅତି ସହଜରେ ବାହାରିଗଲା। ଏବେ ଯିବା ନେକ୍ସଟ ଟିପ୍କୁ। ଶୀତ ଦିନେ ତ ଭେସଲିନ୍ ବହୁତ କାରବାର କରନ୍ତି। ଆଉ ଜଣ ଜଣଙ୍କୁ କ'ଣ ହୁଏ ନା, ଏଇ ଭେସଲିନ୍ର ତାର ବାସ୍ନାଟା ଭଲ ଲାଗେନି। ଜଣେ ଜଣେ ଭାବନ୍ତି ଯେ ଟିକେ ଭଲ ବାସ୍ନା ହୁଅନ୍ତା କି। ତ ସେଥିପାଇଁ ଆମେ କ'ଣ କେଉଁ ଉପାୟ କରିବା ଦେଖନ୍ତୁ। ପାଣି ଗରମ କରିକି ଆଗ ନେଇ ଆସିବା। ପାଣି ଗରମ କରିସାରିକି ସେ ଭେସଲିନ୍ ଡବାକୁ ପକାଇଦେଲେ ସେ ପୁରା ତରଳିଆ ଭଳିଆ ହେଇଯିବ। ବେଶୀ ସମୟ ରଖିଦେଲେ ପୁରା ତେଲ ଭଳି ହେଇଯିବ। ତ ଆମେ କ'ଣ କରିବା, ଏମିତି ପରଫ୍ୟୁମ୍ ଯେତେବେଳେ ସରି ଆସିଯାଉଛି ପରଫ୍ୟୁମ୍ଟା, ଆମକୁ ଚିନ୍ତା ପଡ଼ିଯାଏ ସରିଗଲାଣି କ'ଣ କରିବା। ତ ଏମିତି ଯଦି ଏଇ ଭେସଲିନ୍ରେ ଆମେ ପକାଇଦେବା ପରଫ୍ୟୁମ୍କୁ, ତ ଯେତେବେଳେ ଆମେ ଭେସଲିନ୍ ବି ଲଗାଇବା ସିଏ ବି ବହୁତ ବଢ଼ିଆ ବାସ୍ନା ହେବ। ଆଉ ପରଫ୍ୟୁମ୍ ଲଗାଇଲା ଭଳି ବାସ୍ନା ହେବ। ପରଫ୍ୟୁମ୍ ସରିଗଲା ବୋଲି ଆଉ ଚିନ୍ତା ପଡ଼ିବନି। ଖୁବ୍ କମ୍ ପରଫ୍ୟୁମ୍ରେ ଆମର କାମଟି ଚଳିଯିବ। ହାତ ଗୋଡ଼ ଯେଉଁଠି ଆମେ ଲଗାଇବା ଆମକୁ ଆଉ ଭେସଲିନ୍ର ବାସ୍ନା ଆସିବନି, ପରଫ୍ୟୁମ୍ ବାସ୍ନା ଆସିବ। ତ ଆମକୁ ଏଠି ଡବଲ ଫାଇଦା ମିଳିପାରିବ। ଶୀତ ଦିନେ ଆମକୁ ଭେସଲିନ୍ ଲଗାଇବାକୁ ପଡ଼ିବ, ଆଉ ପରଫ୍ୟୁମ୍ ବାସ୍ନା ବି ଦେବାକୁ ପଡ଼ିବ। ତ ସାଙ୍ଗମାନେ ଟିପ୍ ଗୁଡ଼ାକ କେମିତି ଲାଗିଲା, ଯଦି କୌଣସି ଟିପ୍ ଯଦି ପସନ୍ଦ ଆସିଥାଏ ନିଶ୍ଚୟ ଗୋଟେ ଲାଇକ୍ ଦେବେ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିନିଅନ୍ତୁ। ଏଠି ଦେଖନ୍ତୁ ପରଫ୍ୟୁମ୍ ସରିଯାଇଛି। ଏବେ ମୋତେ ପରଫ୍ୟୁମ୍ ସରିଯାଇଛି ବୋଲି ଆଉ ଚିନ୍ତା ରହିବନି, କାରଣ ଟିକେ ଭେସଲିନ୍ରେ ପକାଇ ଦେଇଛି, ମୋର କାମ ଚଳିଯିବ। ତ ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।